ସମସ୍ତଙ୍କୁ ମୁଁ ପୁଷ୍ପାଞ୍ଜଳି ଆମ ଏମ୍କେ କୋଚିଂ କ୍ଲାसेସ୍ ୟୁଟ୍ୟୁବ୍ ଚ୍ୟାନେଲରେ ସ୍ୱାଗତ କରିଛି। ପିଲାମାନେ ଆଜି ମୁଁ ତୁମମାନଙ୍କ ପାଇଁ ଦଶମ ଶ୍ରେଣୀ ସାହିତ୍ୟ ବହିର ବନ୍ଦେ ଉତ୍କଳ ଜନନୀ କବିତାର ମୋଷ୍ଟ ଇମ୍ପୋର୍ଟାଣ୍ଟ ଲଙ୍ଗ୍ କ୍ୱେଶ୍ଚିନ୍ ନେଇ ଆସିଛି। ତ ପିଲାମାନେ ଆଜି ଆମେ ଡିସ୍କସ୍ କରିବା କ'ଣ, ଆମେ ବନ୍ଦେ ଉତ୍କଳ ଜନନୀର ଲଙ୍ଗ୍ କ୍ୱେଶ୍ଚିନ୍ ଉପରେ ଆମେ ଡିସ୍କସ୍ କରିବା। ଯେମିତି ତୁମମାନଙ୍କ ପରୀକ୍ଷା ଆଗକୁ ଅଛି ଫେବୃଆରୀ ମାସରେ, ତ ତୁମେମାନେ କେମିତି ଲଙ୍ଗ୍ କ୍ୱେଶ୍ଚିନ୍ଟା ପରୀକ୍ଷାରେ ଲେଖିବ, ସମସ୍ତ ପିଲାମାନଙ୍କ ଗୋଟିଏ ଡର ଥାଏ କି ସେମାନେ ପରୀକ୍ଷାରେ କେମିତି ଲଙ୍ଗ୍ କ୍ୱେଶ୍ଚିନ୍ ଗୁଡ଼ାକ କରିବେ। ତ ସେଥିପାଇଁ ପିଲାମାନେ ମୁଁ ତୁମମାନଙ୍କ ପାଇଁ ଆଜି ଲଙ୍ଗ୍ କ୍ୱେଶ୍ଚିନ୍ ଭିଡ଼ିଓଟା ନେଇକି ଆସିଛି। ଦେଖ, ମୁଁ 5ଟା ଲଙ୍ଗ୍ କ୍ୱେଶ୍ଚିନ୍ ନେଇ ଆସିଛି ଏବଂ ସେଇ 5ଟି ଲଙ୍ଗ୍ କ୍ୱେଶ୍ଚିନ୍ର ଆମେ ଗୋଟିଏ ଉତ୍ତର ବିଷୟରେ ପଢ଼ିବା। ଗୋଟିଏ ଉତ୍ତରକୁ ଯଦି ତୁମମାନେ ଭଲ କି ବୁଝିକି ପ୍ରାକ୍ଟିସ୍ କରିଦେଉଛ, ତାହେଲେ ତୁମ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଯଦି ଏଇ 5ଟି ପ୍ରଶ୍ନ ମଧ୍ୟରୁ ଯେକୌଣସି ଗୋଟିଏ ପ୍ରଶ୍ନ ଆସିଲେ ମଧ୍ୟ ତୁମେ ସେଇ ଗୋଟିଏ ପ୍ରଶ୍ନର ଉତ୍ତରକୁ ହିଁ ଲେଖିକି ଆସିବ ଏବଂ ତୁମେ 5ରୁ 5 ମାର୍କ ତୁମେ ପାଇପାରିବ। 5ରୁ 5 ମାର୍କ ପାଇପାରିବ। ପ୍ରଥମ କ୍ୱେଶ୍ଚିନ୍ ହେଉଛି, ଉତ୍କଳ ଜନନୀ କାହିଁକି ବନ୍ଦନିଆ ପଠିତ କବିତା ଅବଲମ୍ବନ କରି ଆଲୋଚନା କର। ଏଇଟା ହେଉଛି ଆମର ପ୍ରଥମ କ୍ୱେଶ୍ଚିନ୍। ଦ୍ୱିତୀୟ କ୍ୱେଶ୍ଚିନ୍ ହେଲା, ଉତ୍କଳ ଜନନୀର ଗୌରବ ଗାଥା ପଠିତ ପଦ୍ୟ ଆଧାରରେ ବର୍ଣ୍ଣନା କର। ହେଲା ଦ୍ୱିତୀୟ ପ୍ରଶ୍ନ। ତୃତୀୟ ପ୍ରଶ୍ନ ହେଉଛି, ଦେଖ ପିଲାମାନେ, ଏକ ସାର୍ଥକ ଦେଶାତ୍ମକ କବିତା ଭାବରେ ବନ୍ଦେ ଉତ୍କଳ ଜନନୀକୁ ବିଚାର କର। ଏବଂ ଚତୁର୍ଥ ନମ୍ବର ପ୍ରଶ୍ନ ହେଉଛି ପିଲାମାନେ, ଦେଖ, ବନ୍ଦେ ଉତ୍କଳ ଜନନୀ କବିତାରୁ ଉତ୍କଳ ଜନନୀର ବା ଉତ୍କଳ ଜନନୀଙ୍କ ମହନୀୟତା ପ୍ରତିପାଦନ କର। 5 ନମ୍ବର ପ୍ରଶ୍ନ ହେଉଛି ପିଲାମାନେ, ବନ୍ଦେ ଉତ୍କଳ ଜନନୀ କବିତାରୁ ଉତ୍କଳର ବୈଶିଷ୍ଟ୍ୟ ଉଲ୍ଲେଖ କର। ହେଲା ପିଲାମାନେ, ଯଦି ତୁମ ପରୀକ୍ଷାରେ ଏଇ 5ଟି ପ୍ରଶ୍ନ ଆସୁଛି ଲଙ୍ଗ୍ କ୍ୱେଶ୍ଚିନ୍ରେ, ତ ତୁମେ ଏଇ 5ଟି ପ୍ରଶ୍ନର ମାତ୍ର ଗୋଟିଏ ଉତ୍ତର ପଢ଼ିଲା ପରେ ତୁମେ ପରୀକ୍ଷାରେ ଲେଖିକି ଆସିଲେ ତୁମେ 5ରୁ 5 ମାର୍କ ପାଇବ। 100% ଗ୍ୟାରେଣ୍ଟି ଦେଉଛି ପିଲାମାନେ। ତୁମେ ଯଦି ଏଇ 5ଟା ପ୍ରଶ୍ନକୁ ପଢ଼ି ଦେଉଛ ଏବଂ ଏଇ ଗୋଟିଏ ଉତ୍ତରକୁ ଯଦି ତୁମେମାନେ ପ୍ରାକ୍ଟିସ୍ କରିକି ଯାଉଛ ପରୀକ୍ଷା ହଲ୍କୁ, ନିହାତି ଭାବରେ ତୁମେମାନେ ଭଲ ନମ୍ବରଟା ରଖିକି ପାସ୍ କରିବ। ଆଉ ଏଇ ପ୍ରଶ୍ନରେ 5ରୁ 5 ମାର୍କ ତୁମେ ରଖିପାରିବ। ତ ଦେଖ ପିଲାମାନେ, ଏବେ ଆମେ ଏଇ 5ଟି ପ୍ରଶ୍ନର ଉତ୍ତର ଆମେ ଜାଣିବା। ସମସ୍ତ ପ୍ରଶ୍ନର ଉତ୍ତର କ'ଣ? ଗୋଟିଏ। ହେଲା ମା, ଗୋଟିଏ ଉତ୍ତର। ତ ପ୍ରଥମେ ଦେଖ ପିଲାମାନେ, ତୁମେ ଯେତେବେଳେ ପରୀକ୍ଷା ହଲ୍କୁ ଯାଉଛ, ତୁମେ ପ୍ରଶ୍ନ ଲେଖୁଛ, ସେହି ସମୟରେ କ'ଣ କରିବ, ଯେଉଁ ପାଠର ମଧ୍ୟ ଲଙ୍ଗ୍ କ୍ୱେଶ୍ଚିନ୍ ଲେଖିବା ପୂର୍ବରୁ ତୁମେମାନେ କ'ଣ କରିବ, ସେହି ପାଠର କବିଙ୍କ ପରିଚୟ ବିଷୟରେ ତୁମେ ଲେଖିବ। ଯେମିତିକି ଦେଖ ପିଲାମାନେ, ଲକ୍ଷ୍ମୀକାନ୍ତ ମହାପାତ୍ର 1888 ମସିହା ଡିସେମ୍ବର 9 ତାରିଖ ମାଣବସା ଗୁରୁବାର ଦିନ ଜନ୍ମଗ୍ରହଣ କରିଥିଲେ। ତୁମେମାନେ ଜାଣିଛ ପିଲାମାନେ, ଲକ୍ଷ୍ମୀକାନ୍ତ ମହାପାତ୍ର ହେଉଛନ୍ତି ବନ୍ଦେ ଉତ୍କଳ ଜନନୀ କବିତାର କବି, ଯିଏକି 1888 ମସିହା ଡିସେମ୍ବର 9 ତାରିଖ ଦିନ ମାଣବସା ଗୁରୁବାର ଦିନ ସେ ଜନ୍ମଗ୍ରହଣ କରିଥିଲେ। କିଏ? ଲକ୍ଷ୍ମୀକାନ୍ତ ମହାପାତ୍ର। ହେଲା, ଆଉ ଯେହେତୁ ସେ ପିଲେ ମାଣବସା ଗୁରୁବାର ଦିନ ସେ ଜନ୍ମଗ୍ରହଣ କରିଥିଲେ ବା କରିଥିବାରୁ ତାଙ୍କ ମାତା ପିତା ତାଙ୍କ ନାମ ଲକ୍ଷ୍ମୀକାନ୍ତ ଦେଇଥିଲେ। କାରଣ କ'ଣ ପିଲାମାନେ, ତାଙ୍କର ନାଁ କାହିଁକି ତାଙ୍କର ମାତା ପିତା ଲକ୍ଷ୍ମୀକାନ୍ତ ଦେଇଥିଲେ? କାରଣ ହେଲା, ସେ ମାଣବସା ଗୁରୁବାର ଦିନ ଜନ୍ମଗ୍ରହଣ କରିଥିବାରୁ। କିଏ? ଲକ୍ଷ୍ମୀକାନ୍ତ। ତେଣୁ ତାଙ୍କର ନାମ ତାଙ୍କ ମାତା ପିତା ରଖିଥିଲେ ଲକ୍ଷ୍ମୀକାନ୍ତ। ପୁଣି ଦେଖ ପିଲାମାନେ, ଲକ୍ଷ୍ମୀକାନ୍ତ କାନ୍ତ କବି ରୂପେ ପରିଚିତ ଅଟନ୍ତି। ହେଲା, ତାଙ୍କୁ କେଉଁ ଉପାଧି ମିଳିଛି ପିଲେ? କାନ୍ତ କବି ଉପାଧି ମିଳିଛି। କାହାକୁ? ଲକ୍ଷ୍ମୀକାନ୍ତଙ୍କୁ। ତାଙ୍କ ପିତାଙ୍କ ନାମ ହେଲା ପିଲେ, ଦେଖ, ତାଙ୍କ ପିତାଙ୍କ ନାମ ଚୌଧୁରୀ ଭାଗବତ ସାମନ୍ତରାୟ ମହାପାତ୍ର ଓ ତାଙ୍କ ମାଙ୍କ ନାମ ହେଲା ରାଧାମଣୀ ଦେବୀ। ତ ଦେଖ ପିଲାମାନେ, ଲକ୍ଷ୍ମୀକାନ୍ତଙ୍କ ପିତାଙ୍କ ନାମ କ'ଣ? ଚୌଧୁରୀ ଭାଗବତ ସାମନ୍ତରାୟ ମହାପାତ୍ର ଏବଂ ତାଙ୍କ ମାଙ୍କ ନାମ ହେଲା ରାଧାମଣୀ ଦେବୀ। ହେଲା, ତାପରେ ଦେଖ ପିଲାମାନେ, ତାଙ୍କ ପିତା ଜଣେ ଜମିଦାର ଥିଲେ।
ହେଲା। ତାଙ୍କ ପିତା ଜଣେ ଜମିଦାର ଥିଲେ ଏବଂ ସେ ପେଶାରେ କ'ଣ ଥିଲେ ତାଙ୍କ ପିତା ପେଶାରେ ଜଣେ ଜମିଦାର ଥିଲେ। ଲକ୍ଷ୍ମୀକାନ୍ତ ଦଶମ ଶ୍ରେଣୀ କଟକ ବାଲେଶ୍ୱରରେ ପଢ଼ିଥିଲେ। ହେଲା, ଲକ୍ଷ୍ମୀକାନ୍ତ କେଉଁଠାରେ ଦଶମ ଶ୍ରେଣୀ ପଢ଼ିଥିଲେ ପିଲାମାନେ? ଲକ୍ଷ୍ମୀକାନ୍ତ ଦଶମ ଶ୍ରେଣୀ କଟକ ବାଲେଶ୍ୱରଠାରେ ସେ ପଢ଼ିଥିଲେ ଓ ଉଚ୍ଚଶିକ୍ଷା ସେ କଲିକତାର ରିପନ କଲେଜ ଓ ପରେ ଓଡ଼ିଶାର କଟକ ରେଭେନ୍ସାରେ ପଢ଼ିଥିଲେ। ଏବଂ ଦେଖ ପିଲାମାନେ, ଯେତେବେଳେ ସେ ଦଶମ ଶ୍ରେଣୀ ପଢ଼ି ସାରିଥିଲେ ଉଚ୍ଚଶିକ୍ଷା ପାଇଁ ସେ କେଉଁଠିକୁ ଯାଇଥିଲେ? ଉଚ୍ଚଶିକ୍ଷା ପାଇଁ ସେ କଲିକତାକୁ ଯାଇଥିଲେ ଏବଂ କଲିକତାରୁ କଲିକତାର କେଉଁ କଲେଜରେ ସେ ପଢ଼ିଥିଲେ? ରିପନ କଲେଜରେ। ପରେ ସେ ଓଡ଼ିଶାକୁ ଫେରି ଆସିଥିଲେ ଏବଂ ଓଡ଼ିଶାର କଟକର ରେଭେନ୍ସା କଲେଜରେ ସେ ନିଜର ଉଚ୍ଚଶିକ୍ଷା ହାସଲ କରିଥିଲେ। କିଏ? ଲକ୍ଷ୍ମୀକାନ୍ତ ମହାପାତ୍ର। ତାପରେ ଦେଖ ପିଲାମାନେ, ଦେଖ ତାଙ୍କର କେତୋଟି ସ୍ମରଣୀୟ ପୁସ୍ତକର ନାମ ଦେଖ ପିଲାମାନେ। ଦଶଙ୍କରୀ, କଣାମାମୁଁ, ଚଟକଚନ୍ଦ୍ର, ହାସଚମ୍ପୁ, ବନ୍ଦେ ଉତ୍କଳ ଜନନୀ ଇତ୍ୟାଦି। ଦେଖ ସେ ତାଙ୍କ ଜୀବନରେ ଅନେକ ସ୍ମରଣୀୟ କାବ୍ୟ ପୁସ୍ତକ ବା ଗଳ୍ପ ଲେଖିଛନ୍ତି। ସେଇ ଭିତରୁ ଦେଖ ବୁଢ଼ାଶଙ୍କରୀ ଗୋଟିଏ ଗଳ୍ପ ତାଙ୍କର, କଣାମାମୁଁ ଉପନ୍ୟାସ ଗୋଟେ, ହେଲା, ଆଉ ଚଟକଚନ୍ଦ୍ର, ହାସଚମ୍ପୁ, ବନ୍ଦେ ଉତ୍କଳ ଜନନୀ କବିତା ସେ ଲେଖିଛନ୍ତି। କିଏ? ଲକ୍ଷ୍ମୀକାନ୍ତ ମହାପାତ୍ର। ଏହି ବନ୍ଦେ ଉତ୍କଳ ଜନନୀ କବିତାକୁ ପିଲେ 2020 ମସିହାରେ ରାଜ୍ୟ ସରକାର ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଥିଲେ ଏବଂ ଆମର ଲକ୍ଷ୍ମୀକାନ୍ତ ଯେଉଁ ବନ୍ଦେ ଉତ୍କଳ ଜନନୀ କବିତା ଲେଖିଛନ୍ତି ସେହି କବିତାକୁ ଆମର ରାଜ୍ୟ ସରକାର, ହେଲା, ରାଜ୍ୟ ସରକାର କିଏ? ମୁଖ୍ୟମନ୍ତ୍ରୀ। ତ ସିଏ 2020 ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ଥିଲେ? ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ନବୀନ ପଟ୍ଟନାୟକ। ତ ସେ କ'ଣ କରିଥିଲେ? ବନ୍ଦେ ଉତ୍କଳ ଜନନୀକୁ ସେ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଥିଲେ। ହେଲା, ଏଇଟା ଥିଲା କବି ପରିଚୟ। ପୁଣି ଦେଖ ପିଲାମାନେ, ଆଜି ଆମେ ଯେଉଁ ବନ୍ଦେ ଉତ୍କଳ ଜନନୀ କବିତା ପଢ଼ିବା, ସେ ବନ୍ଦେ ଉତ୍କଳ ଜନନୀ କବିତା ଗୋଟିଏ ଦେଶାତ୍ମକ ଓ ଜାତୀୟବାଦୀ କବିତା ଅଟେ। ଏହି କବିତାକୁ ଉତ୍କଳ ସମ୍ମିଳନୀରେ ଗାନ କରାଯାଇଥିଲା ଏବଂ ଏଇ ଯେଉଁ ବନ୍ଦେ ଉତ୍କଳ ଜନନୀ କବିତା ଅଛି ପିଲାମାନେ, ଏଇ ବନ୍ଦେ ଉତ୍କଳ ଜନନୀ କବିତାକୁ ଆମର କେଉଁଥିରେ ଗାନ କରାଯାଇଥିଲା? ଉତ୍କଳ ସମ୍ମିଳନୀରେ। ଉତ୍କଳ ସମ୍ମିଳନୀରେ ଗାନ କରାଯାଇଥିଲା। ହେଲା, ଏଠାରେ କବି ଉତ୍କଳ ମାର ସବୁ ପ୍ରକାର ସୁଗୁଣକୁ ବର୍ଣ୍ଣନା କରିଛନ୍ତି। ଆଉ ଏବେ ଆମେ ଯେଉଁ ବନ୍ଦେ ଉତ୍କଳ ଜନନୀ କବିତା ପଢ଼ିବା ପିଲାମାନେ, ଏଇ ବନ୍ଦେ ଉତ୍କଳ ଜନନୀ କବିତାରେ କବି ଉତ୍କଳ ମାର ସବୁ ସୁଗୁଣ ଗୁଡ଼ିକୁ ବର୍ଣ୍ଣନା କରିଛନ୍ତି। ବୁଝିହେଲା ପିଲାମାନେ? ହେଲା, ନେକ୍ସଟ ଦେଖ ପିଲାମାନେ, ଏବେ ଆମେ ବୁଝିବା ସେହି କବିତା ବିଷୟରେ ବା ଆମେ ବନ୍ଦେ ଉତ୍କଳ ଜନନୀ କବିତାକୁ ବର୍ଣ୍ଣନା କରିବା। ତ ଦେଖ ପିଲାମାନେ, କବି କହିଛନ୍ତି ବନ୍ଦେ ଉତ୍କଳ ଜନନୀ ଚାରୁହାସମୟ ଚାରୁଭାସମୟ ଜନନୀ 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 ବନ୍ଦେ ଉତ୍କଳ ଜନନୀ। ତ ଦେଖ କବି କହିଛନ୍ତି ଏଠାରେ ଉତ୍କଳ ମାକୁ ବନ୍ଦନା କରୁଛନ୍ତି ଏବଂ ସେ କହିଛନ୍ତି ବନ୍ଦେ ଉତ୍କଳ ଜନନୀ। ସେ କହିଛନ୍ତି ହେ ଉତ୍କଳ ମା, ମୁଁ ତୁମର ବନ୍ଦନା କରୁଛି। ତୁମର ହସ ଯେମିତି ସୁନ୍ଦର, ତୁମର ଭାଷା ମଧ୍ୟ ସେମିତି ସୁନ୍ଦର ବୋଲି କବି ଏଠାରେ ଉତ୍କଳ ମାକୁ ବର୍ଣ୍ଣନା କରିଛନ୍ତି। ହେଲା, ନେକ୍ସଟ ପିଲାମାନେ ଦେଖ କବି କହିଛନ୍ତି ପୁଣି ପୂତ ପୟୋଧି ବିଧୌତ ଶରୀର ତାଳତ ମାଳ ସୁଶୋଭିତ ତୀର। ତ ଦେଖ ପିଲାମାନେ, ପୂର୍ବରେ ସେ କହିଥିଲେ ବନ୍ଦେ ଉତ୍କଳ ଜନନୀ ଚାରୁହାସମୟୀ ଚାରୁଭାସମୟୀ ଜନନୀ ଜନନୀ। ଏବେ ସେ କହିଛନ୍ତି ଦେଖ ପିଲାମାନେ ପୂତ ପୟୋଧି ବିଧୌତ ଶରୀର ତାଳତ ମାଳ ସୁଶୋଭିତ ତୀର। ତ ପୁଣି କବି କହୁଛନ୍ତି ସମୁଦ୍ରର ପବିତ୍ର ଜଳଧାରା ଉତ୍କଳ ମାର ଶରୀରକୁ ଧୋଇ ଦେଉଛି। ସମୁଦ୍ରର ତଟ ବା କୂଳରେ ଅନେକ ତାଳ ଏବଂ ତମାଳ ବୃକ୍ଷ ଶୋଭା ପାଉଛି ଓ ସନ୍ଧ୍ୟା ସମୟରେ ସମୁଦ୍ର କୂଳରେ ଶୀତଳ ପବନ ପ୍ରବାହିତ ହେଉଛି ଓ ସମୁଦ୍ରର ଶୋଭାକୁ ବୃଦ୍ଧି କରୁଛି। ତ ଦେଖ ପିଲାମାନେ, କହିଛନ୍ତି କବି ଯେ ଉତ୍କଳ ମାର ଶରୀରକୁ କିଏ ଧୋଇ ଦେଉଛି ପିଲାମାନେ? ସମୁଦ୍ରର ପବିତ୍ର ଜଳଧାରା କ'ଣ କରୁଛି? ଆମ ଉତ୍କଳ ମାର ଶରୀରକୁ ଧୋଇ ଦେଉଛି। ଠିକ୍ ସେହିପରି ପିଲାମାନେ, ଯେଉଁ ସମୁଦ୍ର ଅଛି, ଯେଉଁ ବଙ୍ଗୋପସାଗର ଅଛି, ସେହି ସମୁଦ୍ରର ତଟରେ ବା କୂଳରେ ଅନେକ କେଉଁ ବୃକ୍ଷ ଅଛି? ତାଳ ଏବଂ ତମାଳ ବୃକ୍ଷ ଅଛନ୍ତି, ଯେଉଁମାନେ କି ଆମ ସମୁଦ୍ରର ଶୋଭାକୁ ବୃଦ୍ଧି କରାଉଛନ୍ତି।
ହେଲା। ଏବଂ ଆମ समुद्र जो समुद्र अच्छी ओडिशा रे से संध्या समय ସେହି समुद्र कूल शीतल पवन प्रवाहित होउछि जहा समुद्रर शोभा को वृद्धि कराउछि बोली कवि एठारे वर्णना करिछंती। पुणी जिबा पिला माने कहिछंती कवि घन घन वन भूमि राजित अंगे नीलभूधर माला साजे तरंगे। देख केड़े सुंदर भाव रे कवि एठारे वर्णना करिछंती आम उत्कल मार गुण गुड़ी को। उत्कल जननीर शरीर रे बा देह रे घंच जंगल परिपूर्ण होई रहिछि। उत्कल मार चतुर्पार्श्व रे पहाड़ गुड़िक तरंग परि सज्जित होई कि रहिछि एवं विहंग बा पक्षी गुड़िक तांकर कलरवरे शब्द रे उत्कलर आकाश को मुखरित करुछंती बोली कवि एठारे वर्णना करिछंती। देख पिला माने केड़े सुंदर भाव रे से कहिछंती जे आम उत्कल जननीर शरीर रे बा देह रे अनेक घंच जंगल परिपूर्ण होई रहिछि। हाँ कि नहीं पिला माने आम उत्कल रे अनेक पहाड़ पर्वत सहित अनेक घंच जंगल परिपूर्ण अछि। उत्कल मार चतुर्पार्श्व रे पहाड़ गुड़िक तरंग परि देखा जाउछि। जेमिति पिला माने तुमे देखिचो समुद्रर ढेउ कि परि थाए एमिति तल उपर थाए ठीक सेही परि पहाड़ गुड़िक मध्य तरंग परि ओडिशार चतुर्पार्श्व रे शोभा पाउछि बा उत्कल जननीर चतुर्पार्श्व रे सज्जित होइकि रहिछि बोली एठारे कवि कहिछंती। एवं सेही जंगल मध्य रे बा सेही जंगल मध्य रे विहंग बा पक्षी गुड़िक तांकर कलरवरे शब्द करी उत्कल मार आकाश को से माने कोन करछंती मुखरित करुछंती बोली कवि एठारे वर्णना करिछंती केडे सुंदर भावरी हैला। नेक्स्ट देखो पिला माने कहिछंती कवि सुंदर साड़ी सुशोभित क्षेत्र ज्ञान विज्ञान प्रदर्शित नेत्र। तो देखो कहिछंती पुणी ओडिशा गोटे कृषि प्रधान राज्य हैला। तुमे माने जानछो ओडिशा गोटे कोन कृषि प्रधान राज्य। उत्कल मार खेतरे बा जमी रे सुंदर साड़ी धान चाष करी उत्कलर चाषी पुआ माने ओडिशा मार शोभा को वृद्धि करुछंती। उत्कलर अनेक पुआ माने ज्ञान विज्ञान क्षेत्र रे जेमिति पठाणी सामंत प्राणकृष्ण परिजा जयदेव परी अनेक मनीषी माने उत्कल माँ को समग्र विश्व दरबार रे पथ प्रदर्शन करिछंती। ए भूमि रे अनेक मुनि ऋषि माने मध्य जन्म ग्रहण करिछंती। से माने एठारे कुटीर बा घर निर्माण करी ए भूमि को पवित्र करी जाइछंती। देखो आमे बुझिबा तो कवि एठारे कहिछंती आम ओडिशा हेउची बा आम उत्कल प्रदेश हेउची कोन कृषि प्रधान राज्य। हाँ कि ना बिले पाखापाखि आम राज्यर 80 रु 70 भाग लोक चाष उपरे से माने निर्भर करिथांती। उत्कल मार खेतरे बा जमी रे सुंदर साड़ी धान करी से माने निजर जीविका निर्वाह करिछंती। एवं सेही चाषी पुआ माने आम ओडिशा मार कोन को बढ़ाउछंती शोभा को से माने वृद्धि करुछंती। क्यों माने सेही चाषी पुआ माने हैला। आउ पुणी कहउछंती कवि जे उत्कल मार जे पुआ माने बा जे संतान माने अछंती से माने ज्ञान विज्ञान क्षेत्र रे माँ को बा ज्ञान विज्ञान क्षेत्र रे तांकर पुआ क्यों पुआ माने जेमिति कि पठाणी सामंत प्राणकृष्ण परिजा जयदेव परी अनेक तांकर संतान माने ए माटी रे जन्म ग्रहण करी आम ओडिशा माँ को समग्र विश्व दरबार रे से माने पथ प्रदर्शन करिछंती। आज ओडिशा को जदि दुनिया रे जानती ताहेले एही संतान मानक पई हैला। ए भूमि रे अनेक मुनि ऋषि माने मध्य जन्म ग्रहण करछंती। हाँ कि ना पिला माने जन्म ग्रहण करछंती। आउ से माने एही भूमि रे ही एही ओडिशा मार देह रे ही कुटीर से माने बा घर निर्माण करी कि से माने निजर तपस्या बड़रे आज उत्कलर भूमि को कौन करिछंती पवित्र करी जाइछंती बोली कवि एठारे वर्णना करिछंती। पुणी कवि कहिछंती पिला माने देखो सुंदर मंदिर मंडित देश चारु कड़ा बड़ी शोभित वेश। तो देखो पिला माने पुणी थरे से कहिछंती ए उत्कल माटी रे अनेक देवादेवींकर मंदिर शोभा पाउछि। ए माटी रे जगतर नाथ प्रभु जगन्नाथ पुरी रे विद्यमान अटंती। एठारे कोणार्क मंदिर अछि जहा पृथ्वी रे अद्वितीय अटे। एठाकार मंदिरर कारुकार्य अपरिकल्पित। एठारे अनेक मंदिर अछि
ଯେମିତିକି ଲିଙ୍ଗରାଜ ମନ୍ଦିର, ପ୍ରଭୁ ଜଗନ୍ନାଥଙ୍କ ଜଗନ୍ନାଥ ମନ୍ଦିର, ହରିଶଙ୍କର, ନୃସିଂହନାଥ, ରାଣୀପୁଝରିଆ, ଆଉ ବି ଅନେକ ମନ୍ଦିର ଅଛି। କେଉଁଥିରେ? ଆମ ଏଇ ଓଡ଼ିଶାରେ। ହେଲା, ତ ଦେଖ ପିଲାମାନେ, କବି କହୁଛନ୍ତି ଏ ଉତ୍କଳ ପ୍ରଦେଶରେ ଅନେକ ମନ୍ଦିର ଗୁଡ଼ାକ ଅଛି। ତେଣୁକରି ତ ପିଲାମାନେ ଦେଖ, ଆମ ଓଡ଼ିଶାର କେଉଁ ସହରକୁ ମନ୍ଦିର ମାଳିନୀ ସହର ବୋଲି କୁହାଯାଏ? ଆମ ଓଡ଼ିଶାର ଭୁବନେଶ୍ୱର ସହରକୁ କ'ଣ କୁହାଯାଏ ପିଲାମାନେ? ମନ୍ଦିର ମାଳିନୀ ସହର ବୋଲି କୁହାଯାଏ। ତେଣୁ ଆମ ଉତ୍କଳରେ ଅନେକ ଦେବାଦେବୀଙ୍କର କ'ଣ ଅଛି? ମନ୍ଦିର ଶୋଭା ପାଉଛି। ଏ ମାଟିରେ ଜଗତର ନାଥ ପ୍ରଭୁ ଜଗନ୍ନାଥ ପୁରୀରେ ବିଦ୍ୟମାନ ଅଛନ୍ତି। ହଁ ନା ପିଲାମାନେ? ଆମ ପୁରୀରେ ଜଗତର ନାଥ ପ୍ରଭୁ ଜଗନ୍ନାଥ ସେହି ଚକାଡୋଲା ବିଦ୍ୟମାନ ଅଛନ୍ତି। ହେଲା, ପୁଣି ଦେଖ, ଏଠାରେ କୋଣାର୍କ ମନ୍ଦିର ଅଛି। ତୁମେ ତ ଜାଣିଛ କୋଣାର୍କ ମନ୍ଦିର ଆମ ପୁରୀ ଜିଲ୍ଲାରେ ଅଛି। କୋଣାର୍କଠାରେ ଏହି କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଏତେ ନିପୁଣ, ଏତେ ସୁନ୍ଦର ପିଲାମାନେ, ଯେ ହୁଏତ ଏ ଦୁନିଆରେ ଆଉ କୌଣସି ମନ୍ଦିରର କାରୁକାର୍ଯ୍ୟ ଏମିତି ହୋଇନାହିଁ। ପୃଥିବୀରେ ଗୋଟିଏ ମାତ୍ର କୋଣାର୍କ ମନ୍ଦିର ଅଛି ଏବଂ ସେହି ମନ୍ଦିର ପରି ଆଉ କୌଣସି ମନ୍ଦିର କିଏ ନିର୍ମାଣ କରିପାରିବେ ନାହିଁ। ହେଲା, ଆଉ ମଧ୍ୟ ଆମ ଓଡ଼ିଶାରେ ଅନେକ ମନ୍ଦିର ଅଛି। ତୁମେମାନେ ଜାଣିଥିବ, ଯେମିତି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଭୁବନେଶ୍ୱରରେ ଅଛି, ପ୍ରଭୁ ଜଗନ୍ନାଥ ମନ୍ଦିର ପୁରୀରେ ଅଛି, ହରିଶଙ୍କର ସ୍ଥାନରେ ପ୍ରଭୁ ବିଷ୍ଣୁ ଏବଂ ଶଙ୍କର ଦୁଇ ଜଣ ପୂଜା ପାଉଛନ୍ତି। ତେଣୁକରି କୁହାଯାଏ ସେ ମନ୍ଦିରକୁ ହରିଶଙ୍କର ମନ୍ଦିର। ଏବଂ ନୃସିଂହନାଥ ମନ୍ଦିର ଅଛି, ରାଣୀପୁଝରିଆଲ ଅଛି। ଆମ ସେହି ମନ୍ଦିର ଗୁଡ଼ାକ ଅଛି ଏବଂ ଅନେକ ମନ୍ଦିର ମଧ୍ୟ ଅଛନ୍ତି। ଦେଖ, ପୁଣି କହିଛନ୍ତି କବି, ଉତ୍କଳ ସୁରବର ଦର୍ପିତ ଗେହା, ଅରିକୁଳ ଶୋଣିତ ଚର୍ଚ୍ଚିତ ଦେହା। କବି କହୁଛନ୍ତି ପୁଣି, ଉତ୍କଳକୁ ବାହ୍ୟ ଶତ୍ରୁମାନଙ୍କ କବଳରୁ ରକ୍ଷା କରିବା ପାଇଁ ଏ ମାଟିରେ ଅନେକ ବୀର ପୁରୁଷ ଜନ୍ମ ନେଇଛନ୍ତି। ହଁ ନା ପିଲାମାନେ? ହଁ, ଜନ୍ମ ନେଇଛନ୍ତି। ସେମାନେ ହେଲେ ଯେମିତିକି ଜୟୀରାଜଗୁରୁ, ସୁରେନ୍ଦ୍ର ସାଏ, ସୁଭାଷ ଚନ୍ଦ୍ର ବୋଷ, କଳିଙ୍ଗ ରାଜା ଆଦି ଶତ୍ରୁମାନଙ୍କ ସହ ଲଢ଼ି ସେମାନେ ନିଜ ଜୀବନକୁ ବଳି ଦେଇକି ଓଡ଼ିଶା ମାଆକୁ ରକ୍ଷା କରିଛନ୍ତି। ହଁ, ଦେଖ, ଯେତେ ସମୟରେ ମଧ୍ୟ, ଯେଉଁ ବେଳରେ ମଧ୍ୟ ଆମ ଉତ୍କଳ ମାଆକୁ ବାହ୍ୟ ଶତ୍ରୁମାନେ ଆକ୍ରମଣ କରିଛନ୍ତି ପିଲେ, ସେହି ସମୟରେ ବାହ୍ୟ ଶତ୍ରୁର କବଳରୁ ଆମ ଉତ୍କଳ ମାଆକୁ ରକ୍ଷା କରିବା ପାଇଁ ଅନେକ ବୀର ପୁରୁଷ ଏ ମାଟିରେ ଜନ୍ମଗ୍ରହଣ କରିଛନ୍ତି, ଜନ୍ମ ଲାଭ କରିଛନ୍ତି। ଯେମିତିକି ଦେଖ, ଜୟୀରାଜଗୁରୁ। କିଏ ବା ଜୟୀରାଜଗୁରୁକୁ ନ ଜାଣେ? ସୁରେନ୍ଦ୍ର ସାଏ, ବୀର ସୁରେନ୍ଦ୍ର ସାଏ, ସୁଭାଷ ଚନ୍ଦ୍ର ବୋଷ, କଳିଙ୍ଗ ରାଜା ଆଦି ମହାନ ପୁରୁଷ, ମହାନ ବ୍ୟକ୍ତିବିଶେଷ ଏ ମାଟିରେ ଜନ୍ମଗ୍ରହଣ କରିଛନ୍ତି। ଆଜି ଯେଉଁମାନେ ଜନ୍ମ ନେଇକି ଉତ୍କଳ ମାଆକୁ ବାହ୍ୟ ଶକ୍ତି କବଳରୁ, ବାହ୍ୟ ଶତ୍ରୁ କବଳରୁ ରକ୍ଷା କରିଛନ୍ତି, ଆଜି ସେମାନଙ୍କୁ ଆମେ ଚିର ନମସ୍କାର ଜଣାଉଛୁ। ହେଲା, ସେମାନେ ଉତ୍କଳ ମାଆକୁ ରକ୍ଷା କରିବା ପାଇଁ ଶତ୍ରୁମାନଙ୍କ ସହିତ ଲଢ଼ି ପିଲେ ଆଜି ନିଜ ଜୀବନକୁ ସେମାନେ ବଳି ଦେଇ ଯାଇଛନ୍ତି। ସେମାନେ ଆଜି ହୁଏତ ଏ ଦୁନିଆରେ ନାହାନ୍ତି, କିନ୍ତୁ ଆମମାନଙ୍କ ହୃଦୟରେ ଆଜି ସେମାନେ ପୂଜା ପାଉଛନ୍ତି ପିଲାମାନେ। ଏହା କବି କହିଛନ୍ତି। ପୁଣି କବି କହିଛନ୍ତି, ଦେଖ ପିଲାମାନେ, କବିକୁଳ ମୌଳି ସୁନନ୍ଦନ ବନ୍ଦ୍ୟା, ଭୁବନ ବିଘୋଷିତ କୀର୍ତ୍ତି ଅନିଦ୍ୟା। ତ ଦେଖ, ଏ ମାଟିରେ ଅନେକ କବି, ବିଦ୍ୱାନ, ମନୀଷୀମାନେ ମଧ୍ୟ ଜନ୍ମଗ୍ରହଣ କରିଥିଲେ। ଯେମିତିକି ଫକୀରମୋହନ ସେନାପତି, ଗଙ୍ଗାଧର ମେହେର, ଶାରଳା ଦାସ, ଜଗନ୍ନାଥ ଦାସ, ବଳରାମ ଦାସ ଇତ୍ୟାଦି। ଆଉ ବି ଅନେକ କବି ଅଛନ୍ତି ପିଲାମାନେ। ତାଙ୍କର ଲେଖା ମାଧ୍ୟମରେ ସେମାନେ ଓଡ଼ିଶା ମାଆକୁ ଧନ୍ୟା, ବରେଣ୍ୟା ଏବଂ ଅନିଦ୍ୟା କରି ଯାଇଛନ୍ତି। ତୁମମାନେ ତ ଜାଣିଛ ପିଲାମାନେ, ଏ ମାଟିରେ ଅନେକ କବି ଅଛନ୍ତି, ଏବେ ମଧ୍ୟ ଅଛନ୍ତି। ବିଦ୍ୱାନ, ମନୀଷୀ ଆଗରୁ ଅନେକ ଲୋକ ଜନ୍ମଗ୍ରହଣ କରି ଚାଲିଯାଇଛନ୍ତି। ସେମାନେ ଚାଲିଯାଇଛନ୍ତି ସତ, କିନ୍ତୁ ତାଙ୍କର ସେହି ଲେଖା, କାବ୍ୟ, କବିତା ଆଜି ମଧ୍ୟ ଆମ ହୃଦୟରେ ଅଛି, ଆଜି ମଧ୍ୟ ଆମେ ପଢ଼ୁଛେ। ହେଲା, ଯେମିତିକି ଦେଖ, କେଉଁ କବି, କେଉଁ ବିଦ୍ୱାନ ଏବଂ କେଉଁ ମନୀଷୀମାନେ? ଫକୀରମୋହନ ସେନାପତି, ଗଙ୍ଗାଧର ମେହେର, ଶାରଳା ଦାସ, ଜଗନ୍ନାଥ ଦାସ, ବଳରାମ ଦାସ ଇତ୍ୟାଦି। ସେମାନଙ୍କ ଲେଖା ମାଧ୍ୟମରେ ସେମାନେ ଓଡ଼ିଶା ମାଆକୁ ଆଜି କ'ଣ କରିଛନ୍ତି ପିଲେ? ଧନ୍ୟା କରିଯାଇଛନ୍ତି, ବରେଣ୍ୟା କରିଯାଇଛନ୍ତି, ଅନିଦ୍ୟା କରିଯାଇ ପାରିଛନ୍ତି ପିଲାମାନେ। ହେଲା, କେଉଁମାନେ? ଆମର ଅନେକ କବି, ବିଦ୍ୱାନ ଏବଂ ମନୀଷୀମାନେ। ବୁଝିହେଲା ପିଲାମାନେ? ଏହା ଥିଲା ତୁମମାନଙ୍କ ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ କବିତାର 5ଟି ପ୍ରଶ୍ନର
এই 5ଟି ପ୍ରଶ୍ନ ଛଡ଼ା ଆଉ କୌଣସି ପ୍ରଶ୍ନ ତୁମ ପରୀକ୍ଷାରେ ଆସିବ ନାହିଁ। ଯଦି ଏଇ ପ୍ରଶ୍ନକୁ ଏମିତିକା ନ ପକାଇ ଟିକେ ବୁଲେଇ ଚଲେଇକି ପକାଇଦେବ। ହେଲେ ଏଇ 5ଟି ପ୍ରଶ୍ନ ମୁଁ ଯେଉଁ ଦେଇଛି ଏଇ 5ଟି ପ୍ରଶ୍ନର ଉତ୍ତର ହେଉଛି ଗୋଟିଏ। ଯଦି ପିଲାମାନେ ତୁମେମାନେ ଏଇ 5ଟି ପ୍ରଶ୍ନକୁ ଭଲ କି ବୁଝିକି ତୁମେମାନେ ପରୀକ୍ଷା ହଲ୍କୁ ଯାଉଛ ତାହେଲେ ନିହାତି ଭାବରେ ମୁଁ ଆଶା କରୁଛି ତୁମେମାନେ ପରୀକ୍ଷାରେ ଯଦି ଏଇ ବନ୍ଦେ ଉତ୍କଳ ଜନନୀରୁ କୌଣସି ପ୍ରଶ୍ନ ଆସୁଛି ଲଙ୍ଗ କୋଶ୍ଚିନ୍ ତୁମେମାନେ ଲେଖିକି ସୁନ୍ଦର ଭାବରେ ଆସିପାରିବ। ଯଦି କୌଣସି ପିଲାମାନେ କେଉଁ ଜାଗାରେ ବୁଝିପାରୁନାହଁ ନିହାତି ଭାବେ ତୁମେମାନେ ମୋତେ କମେଣ୍ଟ ସେକ୍ସନରେ କମେଣ୍ଟ କରିବ ଏବଂ ମୁଁ ତୁମମାନଙ୍କୁ ପୁଣି ଥରେ ବୁଝାଇ ଦେବି। ଯଦି ଯେଉଁମାନେ ଏଇ ପ୍ରଶ୍ନର ଗୋଟିଏ ଉତ୍ତରର ନୋଟ୍ ଚାହୁଁଛ ହ୍ୟାଣ୍ଡରାଇଟିଂ ନୋଟ୍ ଦେନ୍ ତୁମମାନେ ଆମ ହ୍ୱାଟ୍ସଆପ୍ ନମ୍ବରରେ କଣ୍ଟାକ୍ଟ କରନ୍ତୁ। ମୁଁ ଡେସ୍କ୍ରିପସନରେ ଏବଂ ସ୍କ୍ରିନରେ ଆମ ହ୍ୱାଟ୍ସଆପ୍ ନମ୍ବରଟା ଦେଇଦେବି। ଆଶା କରୁଛି ପିଲାମାନେ ଏଇ କ୍ଲାସ୍ଟି ତୁମମାନଙ୍କୁ ଭଲ ଲାଗିଥିବ। ଯଦି ଆମ କ୍ଲାସ୍ଟି ଭଲ ଲାଗିଛି ନିହାତି ତୁମମାନେ ଆମ ଭିଡ଼ିଓକୁ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବ।